आपण माने आम हिंदू धर्म रे थिबा पवित्र नदी मानक ना शुणिथिबे जेमिति कि गंगा जमुना सरस्वती नर्मदा ब्रह्मपुत्र आदि। किंतु आम ओडिसा रे मध्य एमिति अनेक पवित्र नदी बहि जाइछि जहाँ आम धर्म ग्रंथ रे उल्लेख अछि। एमिति कि जदि एही नदी रे अस्थि विसर्जन करा जाए ताहाले ताहा गंगा नदी रे अस्थि विसर्जन सह समान मना जाए। ମୁଁ ଆଜି ଯେଉଁ ପବିତ୍ର ନଦୀ ବିଷୟରେ ଆପଣଙ୍କୁ କହିବି ସେ ନଦୀ ଗଙ୍ଗା ନଦୀଠୁ ବି ପୁରାତନ। ମାନେ ଗଙ୍ଗା ନଦୀ ପୃଥିବୀକୁ ଆସିବା ଆଗରୁ ଏ ନଦୀ ପ୍ରବାହିତ ହେଉଥିଲା। କ'ଣ ଆପଣ ସେ ନଦୀ ବିଷୟରେ ଜାଣିଛନ୍ତି? ଭିଡ଼ିଓକୁ ଶେଷ ଯାଏଁ ଦେଖନ୍ତୁ ଆଉ ଜାଣନ୍ତୁ ମୁଁ କେଉଁ ନଦୀ ବିଷୟରେ ଏମିତି କାହିଁକି କହୁଛି। ପ୍ରାଚୀ ନଦୀ ଓଡ଼ିଶାର ଏକ ପ୍ରମୁଖ ନଦୀ। ଏହି ପ୍ରାଚୀ ନଦୀକୁ ପ୍ରାଚୀ ସରସ୍ୱତୀ ନଦୀ ନାମରେ ମଧ୍ୟ ଜଣାଯାଏ, ଯାହାକି କଟକ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବାହିତ ଏକ ପୁରାତନ ନଦୀ। ମାତ୍ର ଏହା ଏକ କ୍ଷୁଦ୍ର ନଦୀ। ତେବେ ସଂସ୍କୃତ ପଦ୍ମ ପୁରାଣ ଅନୁସାରେ ପ୍ରାଚୀ ନଦୀ ଗଙ୍ଗାଠାରୁ ମଧ୍ୟ ପୁରାତନ। ପୁଣ୍ୟତୋୟା ପ୍ରାଚୀ ନାମରେ ପ୍ରସିଦ୍ଧ ଏହି ନଦୀକୁ ଅତ୍ୟନ୍ତ ପବିତ୍ର ଭାବରେ ଗ୍ରହଣ କରାଯାଏ। ପୁରାଣ ଓ ଇତିହାସ ପ୍ରସିଦ୍ଧ ଏହି ନଦୀଟିର ବର୍ତ୍ତମାନ ଦୈର୍ଘ୍ୟ 60ରୁ 70 କିଲୋମିଟର ମଧ୍ୟରେ ହେବ। ଏହି ନଦୀ କୂଳରେ ଅନେକ ପୁରାତନ ଦେବପୀଠ ଓ ଭାସ୍କର୍ଯ୍ୟ ଦେଖିବାକୁ ମିଳେ। ଶୈବ ବୈଷ୍ଣବ ଶାକ୍ତ ବୌଦ୍ଧ ଜୈନ ଆଦି ନାନାଦି ପରମ୍ପରାର ବିଚିତ୍ର ସହବାସ୍ଥାନ ଏହି ନଦୀ ଉପତ୍ୟକାରେ ରହିଛି। ପ୍ରାଚୀନ ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀର ଉଲ୍ଲେଖ ପଦ୍ମ ପୁରାଣ ତଥା ଅନ୍ୟାନ୍ୟ ଗ୍ରନ୍ଥରେ ମିଳିଥାଏ। ଐତିହାସିକ ମାନଙ୍କ ମତରେ ପ୍ରାଚୀ ମହାନଦୀର ଏକ ପୁରାତନ ଅଂଶବିଶେଷ। ତେବେ ପ୍ରାଚୀ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ପୂର୍ବ ଦିଗ। ପୌରାଣିକ ବର୍ଣ୍ଣନା ଅନୁଯାୟୀ ଦେବତାମାନଙ୍କ ପ୍ରାର୍ଥନା ରକ୍ଷା କରି ସରସ୍ୱତୀ ନଦୀ କପିଳ ମୁନିଙ୍କ ଆଶ୍ରମରୁ ଉଦ୍ଭୂତା ହୋଇ ସମୁଦ୍ରରେ ମିଶିଥିଲେ। ପୂର୍ବାଭିମୁଖୀ ହୋଇ ଗତି କରିବାରୁ ତାଙ୍କର ନାମ ପ୍ରାଚୀ ସରସ୍ୱତୀ ହେଲା। ସମୟକ୍ରମେ ସରସ୍ୱତୀ ଶବ୍ଦର ବ୍ୟବହାର ବନ୍ଦ ହୋଇ କେବଳ ପ୍ରାଚୀ ନାମରେ ଏହି ନଦୀ ଜଣାଗଲା। ତ୍ରିଲୋଚନ ଦାସଙ୍କ ଗ୍ରନ୍ଥ ପ୍ରାଚୀ ମାହାତ୍ମ୍ୟରେ ଏହା ଉଲ୍ଲେଖ ରହିଛି ଯେ ସମୁଦ୍ରରେ ମହାଦେବଙ୍କ ରେତ ସ୍ଖଳିତ ହୋଇ ବାଡ଼ ବାନଳ ଜାତ ହେଲା। ଏହା ଯୋଗୁଁ ଜଗତରେ ସମସ୍ତ ପ୍ରାଣୀ ଭୟଭୀତ ହେଲେ। ଏହି ବାଡ଼ ବାନଳକୁ ସମିତ କରିବା ପାଇଁ ଦେବତାମାନେ ଗଙ୍ଗା ଯମୁନା ଓ ନର୍ମଦା ଆଦି ଦେବୀମାନଙ୍କୁ ଅନୁରୋଧ କଲେ, କିନ୍ତୁ ସେହି ଦେବୀମାନେ ଏ କାର୍ଯ୍ୟ କରିବାକୁ ଅକ୍ଷମ ହେବାରୁ ଶେଷକୁ ଯାଇ ସରସ୍ୱତୀଙ୍କ ଶରଣ ପଶିଲେ। ସରସ୍ୱତୀ ଦେବାଦେବୀଙ୍କ ଅନୁରୋଧକୁ ରକ୍ଷା କରି ପଶ୍ଚିମ ଦିଗରୁ ପାତାଳପୁର ମାର୍ଗ ଦେଇ ପୂର୍ବ ଅଭିମୁଖ ହୋଇ ଆସିଲେ। ଏଣୁ ତାଙ୍କର ଅନ୍ୟ ନାମ ହେଲା ପ୍ରାଚୀ। ଭୌଗୋଳିକ ଅବସ୍ଥିତି ଯଦି ଆମେ ଦେଖିବା, ବର୍ତ୍ତମାନର ଅବସ୍ଥିତି ଅନୁସାରେ ପ୍ରାଚୀ ନଦୀ ଫୁଲନଖରା ନିକଟରୁ ବାହାରି ଅସ୍ତରଙ୍ଗ ନିକଟବର୍ତ୍ତୀ ବେଳଙ୍ଗ ନିକଟରେ ସମୁଦ୍ରରେ ମିଶିଛି। ମାନେ ଏହି ପ୍ରାଚୀ ନଦୀର ମୁହାଣ ହେଉଛି ଆମ ବଙ୍ଗୋପସାଗର। ମାତ୍ର କ୍ଷୁଦ୍ର କଳେବରର ଏହି ନଦୀଟି ବର୍ତ୍ତମାନ ଅଧିକ ସଂକୁଚିତ ହୋଇଯାଇଛି। ପ୍ରାୟ 60ରୁ 70 କିଲୋମିଟର ପରେ ଏହା ସମୁଦ୍ରରେ ମିଶିଛି। ଏହି ଦୂରତା ମଧ୍ୟରେ ସୋଲ ନଦୀ, ଯାହାକୁ ପ୍ରାଚୀର ଉପନଦୀ ଭାବରେ କେହି କେହି ଗ୍ରହଣ କରନ୍ତି, ତାହା ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଏହି ନଦୀଟିର ଅନେକ ଉପନଦୀ ଓ ଶାଖା ନଦୀ ରହିଥିଲା। ସମୟକ୍ରମେ ଏସବୁର କଳେବର କମିଯାଇଛି ତଥା ଅନେକ ନଦୀ ଏବେ ଲୁପ୍ତ ହୋଇଯାଇଛି, ମାନେ ହଜିଯାଇଛି। ତେବେ ଏହି ନଦୀ ସମୁଦ୍ରରେ ମିଶିବା ଆଗରୁ କାଦୁଆ ନାମକ ଅନ୍ୟ ଏକ ନଦୀ ସହ ମିଶିଛି। କାଦୁଆକୁ ପ୍ରାଚୀର ଉପନଦୀ ଭାବରେ ଗ୍ରହଣ କରାଯାଏ। ତେବେ ପ୍ରାଚୀ ଉପତ୍ୟକାର ଐତିହାସିକ ବିଭବ ମଧ୍ୟ ରହିଛି। ପ୍ରାଚୀ ନଦୀ କୂଳରେ ପ୍ରାୟ 100ରୁ ଅଧିକ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ଅଛି। ସେଥିମଧ୍ୟରୁ ଗୀତ ଗୋବିନ୍ଦ ରଚୟିତା ଶ୍ରୀ ଜୟଦେବଙ୍କ ସାଧନା ପୀଠ କେନ୍ଦୁବିଲ୍ଲୋ, ବର୍ତ୍ତମାନର କେନ୍ଦୁଲି ଗ୍ରାମ ମାନେ ବାଲିପାଟଣା ବ୍ଲକ ଖୋର୍ଦ୍ଧା ଜିଲ୍ଲା, ଜାହାନିଆ ପୀର ଅସ୍ତରଙ୍ଗ ବ୍ଲକ ପୁରୀ, ଅଡ଼ଶପୁର ନିକଟସ୍ଥ ଗୁପ୍ତମାଣୀଙ୍କ ମଠ ବରହାପୁର, ସାଧୁଗୁମ୍ଫା ମଠ ଓଲଟପୁର, ଫତେଗଡ଼ ମଠ ବଜାରସାହି, ସିଦ୍ଧଗୁମ୍ଫା ମଠ ଜଗମୋହନକୁଦ ସୁନ୍ଦର ଗ୍ରାମ, କପିଳମୁନି ଆଶ୍ରମ ନିଆଳି ବ୍ଲକ, ମାଧବାନନ୍ଦଜୀଉ ମଠ ଅଡ଼ଶପୁର, ଅନ୍ତର୍ବେଦୀ ମଠ ତ୍ରିବେଣୀଘାଟ କଣ୍ଟାପଡ଼ା ଶାସନ, ରାଧାକାନ୍ତ ମଠ ନୂଆଗାଁ, ଅର୍କତୀର୍ଥ ମଠ ଓ ସିଦ୍ଧ ମଠ ନିଆଳି, ରତ୍ନବଟ ନିମାପଡ଼ା ବ୍ଲକ, ବଳରାମ ଦାସ ଗାଦି କୋଣାର୍କ, ବୌଦ୍ଧପୀଠ କୁରୁମା କୋଣାର୍କ ଆଦି ପ୍ରସିଦ୍ଧ। ଏତଦ୍‌ବ୍ୟତୀତ ଅଡ଼ଶପୁରରେ ଓ କାକଟପୁରର ନୀଳକଣ୍ଠେଶ୍ୱର ମନ୍ଦିରରେ ଜୈନ ତୀର୍ଥଙ୍କର ପ୍ରତିମୂର୍ତ୍ତି ଦେଖିବାକୁ ମଧ୍ୟ ମିଳିଥାଏ। ଏହି ଉପତ୍ୟକା ଓଲଟପୁର ନିକଟସ୍ଥ ବାଇରୋଇ ଗ୍ରାମରେ
ଦିନେ କବି ରାମକୃଷ୍ଣ ନନ୍ଦ ତାଙ୍କ କାଳଜୟୀ ସୃଷ୍ଟି आहे ଦୟାମୟ ବିଶ୍ୱ ବିହାରୀ ରଚନା କରି ଯାଇଥିଲେ। ଏଥିରୁ ଜଣାପଡ଼େ ଯେ ପ୍ରାଚୀ ନଦୀ ଉପତ୍ୟକାରେ ସବୁ ଧର୍ମ ଓ ସମ୍ପ୍ରଦାୟର ସମ୍ମିଶ୍ରଣ ଯୁଗ ଯୁଗ ଧରି ରହିଆସିଛି। ଉପତ୍ୟକା ଐତିହାସିକ ଦୃଷ୍ଟିରୁ ବିଭବପୂର୍ଣ୍ଣ ମଧ୍ୟ ରହିଛି। ଏଠାରେ ବହୁ ଧର୍ମ ଓ ମତବାଦର ସହାବସ୍ଥାନ ଘଟିଥିବାର ଦେଖାଯାଏ। ଏ ଅଞ୍ଚଳରେ ଭୌମକର, ସୋମ ଓ ଗଙ୍ଗବଂଶ ସମୟର ଅନେକ ସ୍ଥାପତ୍ୟ ଦେଖିବାକୁ ମିଳେ। ଶୈବ, ଶାକ୍ତ, ବୈଷ୍ଣବ ଆଦି ପରମ୍ପରା ପ୍ରଚଳିତ ଅନେକ ପୀଠ ପୁରାତନ କାଳରୁ ଏଠାରେ ବିଦ୍ୟମାନ। ଏହି ଅଞ୍ଚଳରେ ଥିବା ଦ୍ୱାଦଶ ମାଧବ ଓ ଦ୍ୱାଦଶ ଶମ୍ଭୁ ପୀଠଗୁଡ଼ିକ ଅତୀତର ଧାର୍ମିକ ପରମ୍ପରା ବିଷୟରେ ସୂଚନା ଦିଏ। ଏତଦ୍ ବ୍ୟତୀତ ବୌଦ୍ଧ ଓ ଜୈନ ପରମ୍ପରାର ଅନେକ ପ୍ରମାଣ ଏଠାରେ ମିଳୁଛି। ଅନେକ ସ୍ଥାନରେ ଏକତ୍ର ହରିହର ଉପାସନାର ପୀଠ ଦେଖାଯାଏ ତଥା ଅନେକ ପୁରାତନ ଶୈବ ଓ ବୈଷ୍ଣବ ପୀଠ ଦେଖାଯାଏ। ଅନେକ ଗୁଡ଼ିଏ ଶାକ୍ତ ଉପାସନା ଓ ତନ୍ତ୍ର ପୀଠ ମଧ୍ୟ ଏଠାରେ ଦେଖିବାକୁ ମିଳେ। ତେବେ ପ୍ରଧାନ ହିନ୍ଦୁ ପୀଠମାନଙ୍କ ମଧ୍ୟରେ ନିଆଳିର ଶୋଭନେଶ୍ୱର, ମାଧବର ମାଧବାନନ୍ଦଜୀଉ, ଚୌରାସିର ବରାହୀ ମନ୍ଦିର ଓ କାକଟପୁରର ମଙ୍ଗଳା ମନ୍ଦିର ଅନ୍ୟତମ। ବର୍ତ୍ତମାନ କୌଣସି ବୌଦ୍ଧ ପୀଠ ବିଦ୍ୟମାନ ନଥିଲେ ମଧ୍ୟ ଅନେକ ସ୍ଥାନରେ ବୌଦ୍ଧ ଓ ଜୈନ ମୂର୍ତ୍ତି ହିନ୍ଦୁ ମନ୍ଦିରରେ ପୂଜା ହେବାର ଦେଖିବାକୁ ମିଳେ। ଏକଦା ପ୍ରାଚୀର ଏକ ଶାଖା ନଦୀ ଥିବା ଚିତ୍ରୋତ୍ପଳା ନଦୀ ମୁହାଣରେ ଏକ ବନ୍ଦର ଥିବା ବିଶ୍ୱାସ କରାଯାଏ। ତେବେ ସାରଳା ମହାଭାରତରେ ଏହି ନଦୀ ସମ୍ପର୍କରେ ମଧ୍ୟ ବର୍ଣ୍ଣନା ରହିଛି। ଏହି ନଦୀ କୂଳରେ ଅନେକ ବଡ଼ ପ୍ରସ୍ତର ମିଳୁଛି। କିମ୍ବଦନ୍ତୀ ଅନୁସାରେ କୋଣାର୍କ ମନ୍ଦିର ନିର୍ମାଣ ସମୟରେ ପ୍ରାଚୀ ଓ ଚିତ୍ରୋତ୍ପଳା ନଦୀ ଦ୍ୱାରା ପଥର ବୁହାଯାଉଥିଲା। ପ୍ରାଚୀ ଉପତ୍ୟକାରେ ଅନେକ ପୁରାତନ ଗଡ଼ ମଧ୍ୟ ଦେଖିବାକୁ ମିଳେ। ବର୍ତ୍ତମାନ ଏହି ନଦୀ କ୍ଷୁଦ୍ର କଳେବର ଧାରଣ କରିଛି, ମାତ୍ର ପୂର୍ବରୁ ଏହାର ବିସ୍ତୃତି ଅଧିକ ଥିଲା। ନିକଟରେ ଏହି ନଦୀ ଉପତ୍ୟକାରେ ତାମ୍ର ପ୍ରସ୍ତର ଯୁଗର ସଭ୍ୟତାର ପ୍ରମାଣ ମିଳିଛି। ଏନେଇ କଟକ ଜିଲ୍ଲା ନିଆଳି ଅଞ୍ଚଳର ଭାରତୀହୁଡ଼ା ନିକଟରେ ପୁରୁଣା ଯୁଗର ସତ ଜାଣିବାକୁ ଉଦ୍ୟମ କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ। ଅନ୍ୟୁନ 4000 ବର୍ଷ ତଳର ମାଟିପାତ୍ର, ପଥରର କୁରାଢ଼ୀ, ମଣିଷଙ୍କ ବ୍ୟବହାର କରୁଥିବା ଉପକରଣ, ଜୀବଜନ୍ତୁ ଓ ମଣିଷଙ୍କ ହାଡ଼ର ସନ୍ଧାନ ମିଳିଛି। ଏହି ପ୍ରାଚୀ ନଦୀକୁ ଅନେକ ମାହାତ୍ମ୍ୟ ଓ ଧାର୍ମିକ ବିଶ୍ୱାସ ମଧ୍ୟ ପ୍ରଗାଢ଼ ରହିଛି। ସଂସ୍କୃତ ପଦ୍ମପୁରାଣର ଏକ ଅଂଶରେ ପ୍ରାଚୀ ନଦୀ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ଅଛି। ଏହା ପ୍ରାଚୀ ମାହାତ୍ମ୍ୟ ନାମରେ ପ୍ରସିଦ୍ଧ। ଏହି ଗ୍ରନ୍ଥରେ ପ୍ରାଚୀ ନଦୀ ତୀରସ୍ଥ ବିଭିନ୍ନ ଦେବପୀଠର ବର୍ଣ୍ଣନା ଓ ପ୍ରାଚୀ ନଦୀର ଉତ୍ପତ୍ତି ସମ୍ବନ୍ଧୀୟ କିମ୍ବଦନ୍ତୀର ଉଲ୍ଲେଖ ମିଳେ। ପ୍ରାଚୀ ନଦୀକୁ ଏକ ଅତି ପବିତ୍ର ନଦୀ ଭାବରେ ଗ୍ରହଣ କରାଯାଏ। ପ୍ରାଚୀ ନଦୀ ଗଙ୍ଗାଠାରୁ ମଧ୍ୟ ପୁରାତନ ବୋଲି ବିଶ୍ୱାସ କରାଯାଏ। ତ୍ରିବେଣୀ ନାମକ ସ୍ଥାନରେ ଯେଉଁଠାରେ ପ୍ରାଚୀ ସହ ମଣିକର୍ଣ୍ଣିକା ନାମକ ଉପନଦୀ ମିଶିଛି, ଗୁପ୍ତ ଗଙ୍ଗାର ଏକ ଧାରା ମଧ୍ୟ ମିଶିଛି ବୋଲି ବିଶ୍ୱାସ କରାଯାଏ। ଏହି ସ୍ଥାନରେ ତ୍ରିବେଣୀ ଅମାବାସ୍ୟାରେ ଏକ ବୁଡ଼ ପଡ଼େ ଓ ଅନେକ ଲୋକ ଏଠାରେ ସ୍ନାନ କରନ୍ତି। ପ୍ରାଚୀ କୂଳରେ ଅଗ୍ନିତୀର୍ଥ, ଚକ୍ରତୀର୍ଥ ଆଦି ଅନେକ ତୀର୍ଥ ଆଜି ମଧ୍ୟ ରହିଛି। କାକଟପୁରର ପ୍ରସିଦ୍ଧ ମଙ୍ଗଳା ମନ୍ଦିର ଓ ଦେଉଳି ମଠ ପ୍ରାଚୀ କୂଳରେ ଅବସ୍ଥିତ। ଏତଦ୍ ବ୍ୟତୀତ ପ୍ରାଚୀ କୂଳରେ ଅନେକ ପୁରାତନ ମଠ ଓ ଆଶ୍ରମ ଦେଖାଯାଏ। ଏଠାରେ ମିଳୁଥିବା ଅବଶେଷରୁ ଜଣାପଡ଼େ ଏକଦା ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବ ରହିଥିଲା। ତେବେ ଏହି ନଦୀ ପବିତ୍ର ହୋଇଥିବାରୁ ଅନେକ ଲୋକ ଏଠାରେ ଅସ୍ଥି ବିସର୍ଜନ ମଧ୍ୟ କରିଥାନ୍ତି। ମାନେ ପ୍ରାଚୀ ନଦୀ କୂଳରେ ନିଜର ପୂର୍ବପୁରୁଷଙ୍କୁ ତଥା ପିତୃପୁରୁଷଙ୍କୁ ଶ୍ରାଦ୍ଧ ପିଣ୍ଡ ଦେଇଥାନ୍ତି। ଆଶା ଅଛି ଆମ ଓଡ଼ିଶାରେ ବହୁଥିବା ଏହି ପବିତ୍ର ନଦୀ ପ୍ରାଚୀ ନଦୀ ବିଷୟରେ ଥିବା ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଆଜିର ଏହି ଭିଡ଼ିଓଟି ଆପଣଙ୍କୁ କିଭଳି ଲାଗିଛି ମୋତେ କମେଣ୍ଟରେ ନିଜ ଫିଡବ୍ୟାକ୍ ମାଧ୍ୟମରେ ଜଣାନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର କରନ୍ତୁ। ଆମ ରାଜ୍ୟ ସହ ଜଡ଼ିତ, ଆମ ସହର ସହ ଜଡ଼ିତ ଏଭଳି ଅନେକ ପୌରାଣିକ ଗାଥା ସମ୍ପର୍କରେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି, ଅନେକ ରହସ୍ୟ ବିଷୟରେ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି, ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।